ଅନେକ ଦିନ ତଳର କଥା। ଗୋଟେ ବାଘ ବୟସ୍କ ହୋଇଯାଇଥାଏ, ତେଣୁ ସେ ବେଶୀ ଜୋରରେ ଦୌଡ଼ାଦୌଡ଼ି କରିପାରିନଥାଏ। ହଠାତ୍ ତା ସାମ୍ନାରେ କିଛି ଜୀବ ଦୌଡ଼ି କରି ପଳେଇଲେ। ଏହା ଦେଖି ସେ ଲୋଭ ସମ୍ଭାଳି ନପାରି ତାଙ୍କ ପଛରେ ଦୌଡ଼ିବାକୁ ଲାଗିଲା। କିଛି ସମୟ ଗଲା ପରେ ଗଛ ମୂଳରେ ଛିଡ଼ା ହୋଇ କହୁଥାଏ, ଓଃ କି କଷ୍ଟ, ଆଉ ହଉନି। ଏହା କହି ସେ ନିଜ ଗୋଡ଼କୁ ଆଉଁଶୁଥାଏ। ଠିକ୍ ସେହି ସମୟରେ ଗୋଟେ ଭାଲୁ ଦୌଡ଼ି ଦୌଡ଼ି ଯାଇ ଗଛ ଉପରେ ଚଢ଼ିଗଲା ଏବଂ ବାଘଟି ଆସି ଭାଲୁକୁ କହିଲା, ଏ ତଳକୁ ଆସ, ମୁଁ ତୋତେ ଆଜି ଖାଇବି। ବହୁତ ଭୋକିଲା ଅଛି, ବହୁତ ଦିନରୁ କିଛି ଖାଇନି, ଆସ ତଳକୁ। ବାଘଟି ଭାଲୁକୁ ବହୁତ ନେହୁରା ହେଲା, କିନ୍ତୁ ଭାଲୁ ତା କଥା ଶୁଣିଲା ନାହିଁ। ତାକୁ କହୁଥାଏ, ହେଇଟି ବାଘ ଭାଇ, ମୁଁ ଯିବିନି। ତୁ ମୋତେ ଖାଇବୁ, ମୋ ଜୀବନକୁ କ'ଣ ମୋ ଲୋଭ ନାହିଁ? ମୋତେ କ'ଣ ବୋକା ଭାବିଛୁ? ମୁଁ ଯିବିନି। ଏହା କଥା ଶୁଣି ସନ୍ଧ୍ୟା ହୋଇଗଲା ଏବଂ ବାଘଟି ତା ବାଟରେ ଚାଲିଗଲା। ସନ୍ଧ୍ୟା ହୋଇଯିବାରୁ ଭାଲୁ କୁଆଡ଼େ ନ ଯାଇ ସେଇ ଗଛରେ ବସି ରହିଲା। ସକାଳ ହେବା ଯେ ଅପେକ୍ଷା କରି ରହିଥାଏ। ମନେ ମନେ କହୁଥାଏ, ସକାଳ ହେଲେ କୁଆଡ଼େ ଗୋଟେ ପଳେଇବି, ସେ ବାଘ କବଳରୁ ରକ୍ଷା ମିଳିବ। ସକାଳ ସମୟରେ ସେ ରାସ୍ତା ଦେଇ ଗୋଟେ ଚୋର ଫେରୁଥାଏ। ରାତିରେ ସେ ତା'ର ଗୁପ୍ତ ଧନକୁ ଜଙ୍ଗଲରେ ଲୁଚାଇ ରଖି ସକାଳ ହେବାରୁ ଫେରୁଥାଏ। ବାଘ ସେ ମଣିଷକୁ ଦେଖି ଖାଇବାକୁ ଗୋଡ଼ାଇଲା। ଦୌଡ଼ି ଦୌଡ଼ି ଯାଇ ସେ ଲୋକଟି ସେ ଭାଲୁ ଚଢ଼ିଥିବା ଗଛ ଉପରେ ଚଢ଼ିଗଲା। ମନେ ମନେ କହୁଥାଏ, ଆହା, ମହରଗରୁ ଆସି କାନ୍ତାରରେ ପଡ଼ିଲି ମ, ଉପରେ ଭାଲୁ ତଳେ ବାଘ। ଲୋକଟି ସେଠୁ ଭାଲୁକୁ କହିଲା, ସାଙ୍ଗ, ତମର ଯେଉଁ ଅବସ୍ଥା ମୋର ବି ଠିକ୍ ସେଇ ଅବସ୍ଥା। ମୁଁ ଟିକେ ଥକି ଯାଇଛି, ଶୋଇକି ଉଠିଲେ ଆମେ କଥାବାର୍ତ୍ତା ହେବା। ଲୋକଟି ଶୋଇଗଲା ପରେ ବାଘ ଭାଲୁକୁ କହିଲା, ଭାଲୁ, ତାକୁ ଠେଲି ଦେ, ମୁଁ ତାକୁ ଖାଇଦେବି, ଆଉ ତୁ ବଞ୍ଚିଯିବୁ। ଭାଲୁ ସେଠୁ କହିଲା, ନା, ସେ ମୋ ସାଙ୍ଗ, ମୁଁ ଏମିତି ଧୋକା କରିପାରିବିନି। କିଛି ସମୟ ପରେ ମଣିଷଟି ଉଠିଲା ଏବଂ ଭାଲୁକୁ କହିଲା, ସାଙ୍ଗ, ତମେ ବି ଟିକେ ଶୋଇପଡ଼, ଥକି ଯାଇଥିବ। ଭାଲୁ ଶୋଇଲା ପରେ ବାଘ ମଣିଷକୁ କହିଲା, ରେ ମୂର୍ଖ ମଣିଷ, ମୁଁ ଗଲା ପରେ ସିଏ ତତେ ଖାଇବ ରେ, ତୁ ତାକୁ ଠେଲି ଦେ। ଏହା ଶୁଣି ମଣିଷଟି ଭାଲୁକୁ ଗୋଇଠା ମାରିବାକୁ ଲାଗିଲା। ଭାଲୁଟି ଉଠି ପଡ଼ି କହିଲା, ରେ ମଣିଷ, ତୁ ହଉଛୁ ଗୋଟେ ବଡ଼ ଧୋକାବାଜ। ଏହା କହି ସେ ତାର ଜିଭକୁ ଟାଣି ତା ଜିଭରେ ଶଶୀ ମୀରା ବୋଲି ଲେଖିଦେଲା। କହିଲା, ତୁ କାହାରି ନୁହେଁ ରେ। ଏହା କହି ତାକୁ ସେ ତଳକୁ ଠେଲିଦେଲା ଏବଂ ବାଘ ତାକୁ ମାରି ଖାଇଗଲା।